Hello everyone. Today I will discuss about plus 3 second semester Sambalpur University যেটা ইংলিশ হচ্ছে important story টা before the law important story before the law by Franz Kafka। तो ଏଇଟା ଗୋଟେ important story है। से story के बुझमा हमें deeply तो बुझबार लगी एखन टाइम नहीं न तुम्हार एग्जाम 1 तारीख नु स्टार्ट हो जाउछे तो तुम्हें अलगा सब्जेक्ट जाके भी पढ़ापढ़ी करो। तो गोटे important story है जेहेतु सेति लगी वीडियो करबार के पड़ुछे। तो डीपली तो नहीं जाऊँ बट शॉर्टली जिमा जेनता कि तुमको एग्जाम में क्वेश्चन पढ़ले आराम से लिखि पारबो। तो बिना डेरी करी स्टार्ट करमा आज टॉपिक जेनटा रोचे हमर बिफोर द लॉ गोटे शॉर्ट स्टोरी संबलपुर यूनिवर्सिटी लगी स्टूडेंट मनकर लगी। तो चलो डिस्कशन करमा बिफोर द लॉ बाय फ्रांज खपका। बिफोर द लॉ फ्रांज खपका जेन स्टोरी कहीचन से स्टोरी के आम डीपली तो नहीं जाऊँ बट बहुत सर्टली ताके बुझमा ओडिया रे एंड तार क्वेश्चन आंसर जदि आमे करदेला तो आमे बुझीजिमा स्टोरी ने काଣା अच्छे आउ से स्टोरी रु जेन क्वेश्चन भी आसबा से क्वेश्चन के आमे बहुत इजी वे रे एक्सप्लेन करि पारमा लिखि पारमा एग्जाम खाता रे। तो बुझ स्टोरी काଣା कहिचे बहुत सर्टली एंड बहुत इजी वे रे बुझाबी देन एग्जाम रे जनता पढ़वा तुम्हें सही वे रे लिखि पारबो क्वेश्चन आंसर भी डिस्कशन करबी। जदि तुम्हें आमर टेलीग्राम चैनल रे जॉइन नहीं हुई कमेंट सेक्शन रे मोर टेलीग्राम चैनल रो लिंक अच्छे सेने जॉइन हो जाओ। सेने सब पीडीएफ इंग्लिश एग्जाम रो सब पीडीएफ नोट्स इंपोर्टेंट क्वेश्चन सब अपलोड करा आसी सेने फास्ट यूट्यूब ने अपलोड नहीं हेबार आगरू सेठाने अपलोड करा आसी। तो सेठाने मस्ट जॉइन हो सब इंग्लिश एग्जाम रो इंपोर्टेंट जिनिस पाइबार लगी। तो चलो देखमा आज स्टोरी बिफोर द लॉ माने काଣା बिफोर माने काଣା पूर्वरु गोटे लॉ एक प्रतीकात्मक कहानी बिफोर द लॉ जेन स्टोरीटा कुहाइछे सेटा गोटे प्रतीकात्मक कहानी ଯେଉଁଥିରେ ଗାଁରୁ ଆସିଥିବା ଜଣେ ମଣିଷ ନିୟମ ଲ ଭିତରକୁ ପ୍ରବେଶ କରିବାକୁ ଆସେ। ଯେନ୍ ଲ ରହୁଛେ ନିୟମ ଯେନ୍ ରହୁଛେ ଗୋଟେ ଭିତରକୁ ପ୍ରବେଶ କରିବାକୁ ଆସେ ତାକୁ ଦୁଆରରେ ରହୁଥିବା ଜଣେ ପହରାଦାର ଡୋର କିପର ଯେନ୍ଟାକେ କହୁଛୁଁ ପହରାଦାର ଜଗୁଆଳି ଡୋର କିପର ଯେନ୍ଟା ବାଧା ଦେଇଥାନ୍ତି ବୁଝିଲା। ଏ ଗପରେ କାଣା କୁହାହେଇଛେ ନା ଗାଁରୁ ଆସିଥିବା ଜଣେ ମଣିଷ ଗୋଟେ ଘର ଭିତରକୁ ପ୍ରବେଶ କରିବାକୁ ଆସେ କିନ୍ତୁ ସେ ଦୁଆରରେ ଜଣେ ରହୁଥିବା ଡୋର କିପର ତାକୁ ବାଧା ଦେଇଥାନ୍ତି। ପହରାଦାର କ'ଣ କହିଥାନ୍ତି ବା ସେ ଡୋର କିପରଟି କ'ଣ କହିଥାନ୍ତି ସମୟରେ ତୁମକୁ ପ୍ରବେଶ ମିଳିପାରେ କିନ୍ତୁ ଏବେ ନୁହେଁ। ତୁମକୁ ପଛେ ବା କିଛି ସମୟ ପରେ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିପାରେ କିନ୍ତୁ ଏବେ ମିଳିପାରିବ ନାହିଁ। ଲୋକଟି ବର୍ଷାଧିକ ବସି ଅପେକ୍ଷା କରେ। ଭାବ ଗୋଟେ ଲୋକଟି ଗାଁରୁ ଆସିଛି ସେଟାକୁ ଘର ଭିତରକୁ ଯିବାକୁ ଚାହୁଁଛି ଡୋର କିପର ତାକୁ ମନା କରିଛି। ଲୋକଟି ବର୍ଷାଧିକ ବସି ଅପେକ୍ଷା କରେ ପହରାଦାରକୁ ଅନୁରୋଧ କରେ ମିଥ୍ୟା ସ୍ୱରୂପ ଲୋଭ ଦିଏ କିନ୍ତୁ ପ୍ରବେଶ ପାଇନଥାଏ। ବୁଝିହେଲା ଯେନ୍ ଗାଁରୁ ଆସିଥିବା ଲୋକଟି ସେ ଘର ଭିତରକୁ ପ୍ରବେଶ କରିବାକୁ ଚାହୁଁଛି କିନ୍ତୁ ଡୋର କିପର ତାକୁ ମନା କରୁଛି ଏବେ ନୁହେଁ ସମୟ ଆସିଲେ ତୁମକୁ ଚାନ୍ସ ସୁଯୋଗ ମିଳିପାରେ କିନ୍ତୁ ଏବେ ନୁହେଁ ବୋଲେ ସେ ଲୋକଟି କହୁଛି ତାକୁ ମିଥ୍ୟା ପ୍ରଲୋଭନ ଦେଖାଉଛି ଅନୁରୋଧ କରୁଛି କିନ୍ତୁ ସେ ପ୍ରବେଶ ଦେଉନଥାଏ ସେ ଡୋର କିପରଟି। ସମୟ କଟିଯାଏ ସେମିତି ସେ ବୁଡ଼ିବାକୁ ଲାଗେ ଦେହ ମନ ଦୁର୍ବଳ ହୋଇଯାଏ। ସେ ମୃତ୍ୟୁ ପୂର୍ବରୁ ସେ ପ୍ରଶ୍ନ କରେ ଅବଭିୟସଲି ସେ ବର୍ଷେ ଅଧେ ବସଲାନ ସେ ଜାଗାରେ ସମୟ ସରି ଆସିଲାନ ବଢ଼ିଗଲାନ ତାର ବୟସ ଦେହ ମନ ଦୁର୍ବଳ ହୋଇଯାଏ। ଅବଭିୟସଲି ଗୋଟେ ତୁମେ ଯେନ୍ ଜିନିଷକେ ଭାବୁଥିବ ସେ ଜିନିଷ ହେଇ ନାଇଁ ପାରିଲେ ଦେହ ମନ ଦୁର୍ବଳ ହୋଇଯିବା। ତ ଶେଷରେ ସେ ମୃତ୍ୟୁ ପୂର୍ବରୁ ସେ ପ୍ରଶ୍ନ କରେ ଏତେ ବର୍ଷ ମୁଁ ମାତ୍ର ଏକାଳିକି ପ୍ରବେଶ ପାଇଁ ଅନୁରୋଧ କରିଲି ଅନ୍ୟ କେହି କାହିଁକି ଆସିଲେ ନାହିଁ। ପହରାଦାର କହିଲେ ଏହି ଦୁଆରଟି କେବଳ ତୋର ପାଇଁ ଥିଲା ଏବେ ମୁଁ ଏହାକୁ ବନ୍ଦ କରିବି। ଏହି କାହାଣୀ ମାନବୀୟ ଜୀବନର
ଅନିଶ୍ଚିତତା, ଶକ୍ତିର ସୀମାବନ୍ଧନ ଏବଂ ନିୟମ ପ୍ରତି ପହଞ୍ଚିବାର ଅପାରହ୍ୟକୁ ପ୍ରତୀକାତ୍ମକ ଭାବରେ ପ୍ରକାଶ କରେ। ବୁଝିଲା? ଆମେ ସର୍ଟଲି ତାକେ ଡିସ୍କସନ୍ କରୁଛୁଁ। ବିଫୋର୍ ଦ ଲ, ବୁଝିପାରୁଛ ବିଫୋର୍ ଦ ଲ ନୁ କାଣା ଆଏ ଯେ ନିୟମ। ଅବଭିୟସଲି ତୁମେ ଯଦି ଗୋଟେ ଏକ୍ଜାମ୍ ତୁମର ଚାଲ୍ବା ଏଖାନ ସେକେଣ୍ଡ ସେମିଷ୍ଟାର ଏକ୍ଜାମ୍ ଷ୍ଟାର୍ଟ ହେଇଯିବା, ଯେତ୍କିରୁ ଯେତ୍କି ଟାଇମ୍ ଭିତରେ ପହଞ୍ଚବାର୍ ତୁମର ରୁଲ୍ ଥିବା, ସେତ୍କି ଭିତରେ ତୁମେ ଯଦି ନେଇ ପହଞ୍ଚିବ, ଘଣ୍ଟା ଦେଢ଼ ଘଣ୍ଟା ଥିବା, ଆଉ ଯଦି ତୁମେ ଏକ୍ଜାମ୍ ହଲ୍କେ ଢୁକିବ ବୋଇଲେ ଏଇଟା ତ ପସିବୁଲ୍ ନୁହେଁ, ସେ ତୁମକୁ ଭିତରକେ ଢୁକିକେ ନି ଦିଅନ୍। ହଁ 5-10 ମିନିଟ୍ ହେଇଥିବା ତ ତା ରିକ୍ୱେଷ୍ଟ କରବ ତ ହେଇଯାଇପାରେ। ସେଥିଲାଗି ସେ ରୁଲ୍ ରେଗୁଲେସନ୍ ବିଷୟରେ ଏଠିରେ କୁହାହେଇଛି। ଏ କାହାଣୀର ମେନ୍ ପଏଣ୍ଟ ହେଲା, ଦେଖ ଲାଷ୍ଟ ଲେଖା ହେଇଛି, ଏହି କାହାଣୀର ମାନବୀୟ ଜୀବନର ଅନିଶ୍ଚିତତା, ଶକ୍ତିର ସୀମାବନ୍ଧନ ଏବଂ ନିୟମ ପ୍ରତି ପହଞ୍ଚିବାର ଅପାରହ୍ୟକୁ ପ୍ରତୀକାତ୍ମକ ଭାବରେ ପ୍ରକାଶ କରାଯାଇଛି। ନିୟମ ଅନୁସାରେ ସବୁ କାମ କରବ, ନହେଲେ ତାର ଭୋଗ ଭୋଗିବାକୁ ତୁମକୁ ପଡ଼ିବ। ବୁଝିହେଲା? ତ ଆମେ ଇ ଷ୍ଟୋରିକେ ସର୍ଟଲି ଡିସ୍କସନ୍ କରୁଛୁଁ, ଯେହେତୁ ହାତରେ ଆଉ ଟାଇମ୍ ହିଁ ନାଇଁନ, ତୁମେ ଅଲଗା ସବଜେକ୍ଟଟାକେ ବି ଟାଇମ୍ ଦେବାର୍କେ ପଡ଼ବା ତୁମକେ। ତ ସର୍ଟଲି ଯାଉଛୁଁ କି ତୁମକୁ ଇଂଲିଶ ଏକ୍ଜାମ୍ରେ ବାଧା ନାଇଁ ଆସେ କହିକିରା। ତ ଚାଲ କ୍ୱେଶ୍ଚିନ୍ ଆନ୍ସର୍ ଟିକେ ଆମେ ଡିସ୍କସନ୍ କରିଦେମା। ଫାର୍ଷ୍ଟ କ୍ୱେଶ୍ଚିନ୍ କାଣା କହିଲା ନା, What is the doorkeeper's initial response to the request made by the man from the country for admittance to the law? बुझिला? What is the doorkeeper initial response to request made by the man from the country for admittance to the law? The doorkeeper tell him that he cannot allow admittance at the moment. ଡୋର୍ କିପରଟା କାଣା କହିଲା, ଯେନ୍ ପହରାଦାରଟା କହିଲା ତୁମକୁ ଏବେ ତୁମକୁ ପ୍ରବେଶ ଦେଇପାରିବି ନାହିଁ, କିନ୍ତୁ ପଛରେ ତୁମକୁ ସୁଯୋଗ ଦେଇପାରେ। ଡିସ୍କସନ୍ କରିଥିଲା ଆମେ ଏନେ। ପହରାଦ କାଣା କଲା, ଡୋର୍ କିପର କାଣା କହୁଛେ, ତୁମକୁ ଏବେ ପ୍ରବେଶ ଦେଇପାରିବି ନାହିଁ ମୁଇଁ କୌଣସି ଇଏରେ, କିନ୍ତୁ ପଛରେ ଦେଇପାରିବି, ଦେଇବି ବୋଲି କହିନି, ଦେଇପାରିବି ବୋଲି ସେ କହିଛି, ଦେଇପାରେ। Then second question, is the door to the law open or closed? Why does the visitor takes a look inside? The door is open, but entry is not permitted. The man look inside out of curiosity and attraction. ଦୁଆର ଖୋଲା ଥିଲା, କିନ୍ତୁ ପ୍ରବେଶ ଅନୁମତି ନଥିଲା। ଲୋକଟି କୌତୂହଳରୁ ଭିତରକୁ ଝାଙ୍କିଲା। ବୁଝିଲା? Then third question ଦେଖୁଁ, What dissuades the man from the country from going in? What dissuades the man from the country from going in? ଭିତରକୁ ଯିବା ପାଇଁ। ଓକେ, କ୍ୱେଶ୍ଚିନ୍ କାଣା ହେଲା ଆଉଥରେ ଦେଖ, What dissuades the man from the country from going in? ତ ତାର ଆନ୍ସାର, the doorkeepers warning about the existence of more powerful doorkeeper inside frightens him. ପହରଦାର ବା ସେ ଡୋର୍ କିପର କହିଲେ ଯେ ଭିତରେ ତା ଠାରୁ ଅଧିକ ଭୟାନକ ପହଦାର ଅଛନ୍ତି। ଏହି କଥା ଶୁଣି ସେ ଭିତରକୁ ଯିବାରୁ ବିରତ ହେଲା। Question 4, How is the doorkeeper described in terms of dress and appearance? He wears a fur cut, has a sharp nose and a long thick black threader braid. ସେ ଫରକୋଟ୍ ପିନ୍ଧିଥାଏ, ତୀକ୍ଷ୍ଣ ନାକ ଓ ଲମ୍ବା ପତଳା କଳା ଦାଢ଼ି ତାର ରହିଛି। ତ କ୍ୱେଶ୍ଚିନ୍ ମାନେ ବି ମନେ ରଖ, କ୍ୱେଶ୍ଚିନ୍ ଆସିଯାଇପାରେ, ଯେହେତୁ ଆମେ ଇ ଷ୍ଟୋରିକେ ଫୁଲ୍ଲି ଡେସ୍କ୍ରାଇବ୍ କରିକି ନାଇଁ ପଢ଼ବା, ସର୍ଟଲି ପଢ଼ୁଛୁ, ତ ତୁମକୁ କିଛି କିଛି ଜିନିଷ ମନେ ରଖିକେ ପଢ଼ବା। ତ ଫୁଲ୍ ଷ୍ଟୋରି ନୁହେଁ ସେଇଟା, ସର୍ଟଲି ଆମେ ଡିସ୍କସନ୍ କରିଦେଉଛୁ। ତ ଯଦି କ୍ୱେଶ୍ଚିନ୍ ଆସିବା, ହ୍ୱାଟ୍ ଇଜ୍ ଦ ଡୋର୍ କିପର ଡେସ୍କ୍ରାଇବ୍ ଇନ୍ ଟର୍ମସ୍ ଅଫ୍ ଡ୍ରେସ୍ ଆଣ୍ଡ ଏପିୟରାନ୍ସ, ତାର ଡ୍ରେସ୍ ଆଣ୍ଡ ତାର ଏପିୟରାନ୍ସ କେନ୍ତା ଥିଲା ବୋଲି ଡୋର୍ କିପର କହିଛେ। ତ ଦେଖ, ସେ ଗୋଟେ ଫରକୋଟ୍ ପିନ୍ଧିଥିଲା, ତୀକ୍ଷ୍ଣ ନାକ ଓ ଲମ୍ବା ପତଳା କଳା ଦାଢ଼ି ତାର ରହିଥିଲା ବୋଲି ସେ କହିଛେ। Question 5, with what expectations has the man from the country come to the law? The answer, he expected the law to be accessible to everyone at all times. ସେ ଆଶା କରିଥିଲା ଯେ ନିୟମ ସବୁବେଳେ ସବୁଙ୍କ ପାଇଁ
ପହଞ୍ଚ ଗୋଚର ବୁଝିଲା ମୁଇଁ ତୁମକୁ ଏକ୍ଜାମ୍ପଲ୍ ଦେଇଥିଲି ଏକ୍ଜାମ୍ ତୁମ ସେକେଣ୍ଡ ସେମିଷ୍ଟାର ଏଖାନେ ଏକ୍ଜାମ୍ ଅଛେ ତୁମେ ରୁଲ୍ ଅନୁଯାୟୀ ପହଞ୍ଚିବ ବୋଲେ ତ ଏକ୍ଜାମ୍ ଦେଇପାରବ ନହେଲେ ପାରବ କାଁ ସେଇଟା ସେ ଏଇନେ କହିଛେ ଦେନ୍ କ୍ୱେଶ୍ଚିନ୍ 6 after failing to get permission to enter what does he do he waits for years keeps requesting try to bribe the doorkeepers and spend his life outside the door ବୁଝିଲା ସେ ବର୍ଷରୁ ବର୍ଷ ଅପେକ୍ଷା କରିଥିଲା ପ୍ରାର୍ଥନା କରିଥିଲା ପହଦାଙ୍କୁ ମିଥ୍ୟା ଲୋଭ ଓ ଅନୁରୋଧ ମଧ୍ୟ ସେ କରିଥିଲା ଆଉ ବାହାରେ ବସିକିରି ତାର କାଟିଥିଲା ବର୍ଷେ ଆଉ କ୍ୱେଶ୍ଚିନ୍ 7 what is the doorkeeper's reaction when is bribed he accepts the bribes but say he only takes them so that man will not feel he has omitted anything. Then question 8 why does the visitor focus solely on the doorkeepers to the exclusion of everything else? Because he believes the doorkeepers is the main obstacles to entering the law. କାରଣ ସେ ଭାବିଲା ପହରାଦାର ହେଉଛନ୍ତି ନିୟମ ପ୍ରବେଶରେ ଏକମାତ୍ର ବାଧା କାଣା ଭାବି ଅବଭିୟସଲି ସେ ଭାବବା ତାକେ ଢୁକିକେ ନି ଦେବାର୍ ବେଲେ ସେ ପହରାଦାର ହିଁ ନିୟମ ପ୍ରବେଶ କରେ ଏକମାତ୍ର ବାଧା ବୋଲିକିନା ଦେନ୍ କ୍ୱେଶ୍ଚିନ୍ 9 what changes as reported in the visitor after he grow old he become weak ଯେତେକନେ ସେ ତାର ଦିନ ଗଳି ଗଳି ଚାଲୁଛେ କାଣା ହେଇଛେ ତାର ଅସୁବିଧା ହି ବିକମ୍ ୱିକ୍ ସେ ଦୁର୍ବଳ ହେଇଗଲା ଲୁଜେସ୍ ଆଇସ୍ ଦୃଷ୍ଟିଶକ୍ତି ହରେଇଲା ଟର୍ଚ ଚାଇଲ୍ଡଲେସ୍ ଶିଶୁ ସଦୃଶ ହେଇଗଲା ଓ ସ୍ପେଣ୍ଡ ହିଜ୍ ଫାଇନାଲ୍ ମୋମେଣ୍ଟସ୍ ନିୟର୍ ଡେଥ୍ ମୃତ୍ୟୁ ସମୟକୁ ସେ ପହଞ୍ଚିଗଲା ବୋଲି ସେ କହିଛି ଦେନ୍ ଲାଷ୍ଟ ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ 9 ନମ୍ବର କ୍ୱେଶ୍ଚିନ୍ଟା ଟିକେ ଦେଖିଦେବ ଦେନ୍ କ୍ୱେଶ୍ଚିନ୍ 10 ଦେଖମା how does the situation described in the story strike you can it in any way be related to how things are now ତ ଏ କାହାଣୀର this story kind of reflect କରୁଛେ ନା struggle individual in front of powerful institutions even today people face bureaucracy delays and denial of justice in similar ways ଏହି କାହାଣୀର ଶକ୍ତିଶାଳୀ ସଂସ୍ଥା ସାମ୍ନାରେ ସାଧାରଣ ମଣିଷଙ୍କ ସଂଘର୍ଷକୁ ପ୍ରକାଶ କରାଗଲା ବୁଝିଲା ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଏହି କାହାଣୀ କାଣା କହୁଛେ ନା ଶକ୍ତିଶାଳୀ ସଂସ୍ଥା ସାମ୍ନାରେ ସାଧାରଣ ମଣିଷର ସଂଘର୍ଷକୁ ପ୍ରକାଶ କରେ ଆଜି ବି ସରକାରୀ କାର୍ଯ୍ୟାଳୟର ଅଳସତା ପ୍ରଶାସନିକ ବାଧା ଓ ନ୍ୟାୟ ପାଇବାରେ ବିଳମ୍ବ ଅବଭିୟସଲି ଜଣେ ଯଦି ଗରିବ ଲୋକଟେ ଗୋଟେ ଯଦି ସରକାରୀ ଅଫିସ୍କେ ଗଲା ତାକେ ସରକାରୀ ଅଫିସର ଏନ୍ତା ହିଁ ବିହେଭ୍ କରୁଛି ଆଜିର ଦୁନିଆରେ ଟୁଡେ ତ ସେଇଟା କୁହାହେଇଛେ ତ ବିଫୋର୍ ଦ ଲ ନିୟମକେ କେନ୍ତା କରାହେଉଛି ନିୟମ କାହାର ସାଙ୍ଗେ କେନ୍ତା ଗୋଟେ ଗରିବ ଲୋକ ସାଙ୍ଗେ ଗୋଟେ ସରକାରୀ ଲୋକ କେନ୍ତା ବିହେଭ୍ କରୁଛେ ଗୋଟେ ଗରିବ ଲୋକ ଅଫିସ୍ ୟା ଗୋଟେ କ'ଣ ସଂସ୍ଥାକେ ଯାଉଛେ ତ ତାର ସହିତ କେନ୍ତା କାଣା ହଉଛେ ଇ ଷ୍ଟୋରିରେ ସେ ବୁଝାବାର୍କେ ରାଇଟର୍ ସେ କହିଛନ୍ ତ ଆଇ ହୋପ୍ ଯଦି ମୁଁ ଭାବୁଛେଁ ଏକ୍ଜାମ୍ରେ ଏ ଭିତରୁ କ୍ୱେଶ୍ଚିନ୍ ଆସିଲେ ତୁମକୁ ଅସୁବିଧା ନାଇଁ ହୁଏ ବୋଲିକିରି ବିଫୋର୍ ଦ ଲ ତ ଅଲଗା ସବଜେକ୍ଟଟାକେ ପଢ଼ାପଢ଼ି କର ଯଦି ଇ 2 ଦିନ ଭିତରେ ଆଉ 2ଟା ଷ୍ଟୋରି ଯଦି ହେବା ହେଲେ ଅପଲୋଡ଼ କର୍ମା ତ ବେଷ୍ଟ ଅଫ୍ ଲକ୍ ଫର୍ ୟୋର୍ ଏକ୍ଜାମ୍